ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଦ୍ୱାରା ସମ୍ବୋଧିତ ଡକ୍ଟର ବିରଞ୍ଚି ନାରାୟଣ ପଣ୍ଡା ଭାରତୀୟ ମଜଦୁର ସଂଘର ସକ୍ରିୟ କାର୍ଯ୍ୟକର୍ତ୍ତା ତଥା ଜିଲ୍ଲାର ଜଣେ ସୁନାମଧନ୍ୟ ମିଷ୍ଟିଭାଷୀ ପ୍ରତ୍ୟକ୍ଷବାଦୀ ଏକାଧାରରେ ଜଣେ ସମାଜସେବୀ ଓ ରାଜନୈତିକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଣ୍ଡା ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ନୂତନ ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କୋକସରା ଉତ୍ସବର ଚକ୍ରଧର ବେଶ୍ରା ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ନୂତନ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ରବିବାର ବରଡଙ୍ଗା ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆମପାଣି ମଣ୍ଡଳ ପ୍ରଭାରୀ ରଞ୍ଜିତ ଲାଲ ପଣ୍ଡା, ସହପ୍ରଭାରୀ ଗୋପାଳ ଅଗ୍ରୱାଲଙ୍କ ସମେତ ବରାଡଙ୍ଗା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନିରୁପମା ସେଠୀ, ଡୁଙ୍ଗୁରାଠେଙ୍ଗା ସରପଞ୍ଚ ଶ୍ରୀମତୀ ହରିପ୍ରିୟା ନାଗ, ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ ନାୟକ, ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଜାରୀ, କୋକାସରା ମଣ୍ଡଳ ସଭାପତି ବସନ୍ତ ନାଗ, ମୋଟେଇ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ବରିଷ୍ଠ କାର୍ଯ୍ୟକର୍ତ୍ତା ଚକ୍ରଧର ବେଶ୍ରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଭାପୁର ମଣ୍ଡଳ ବନ ମହୋତ୍ସବରେ ଯୋଗଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇଂରାଜୀ ନବବର୍ଷ 2026 ଅବସରରେ ଭାରତୀୟ ଜନତା ପାର୍ଟି ଭାପୁର ମଣ୍ଡଳ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବିମଳ ଏକ ଆମ୍ବତୋଟା ଠାରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ବିଷୟରେ ସେଠାରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ଲେଙ୍କା, ମନ୍ତ୍ରୀଙ୍କ ସଦର ବ୍ଲକ ପ୍ରତିନିଧି ଶ୍ରୀ ଜ୍ଞାନରଞ୍ଜନ ନାୟକ, ଶ୍ରୀ ସୁରେଶ ପାଣିଗ୍ରାହୀ, ଏମଜେ ମହିମା, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ ବିଶାଳ, ଭାପୁର ମଣ୍ଡଳ ସଭାପତି ଲକ୍ଷ୍ମୀଧର ରାଉତ, ଶଙ୍କରପୁର ମଣ୍ଡଳ ସଭାପତି ଶ୍ରୀ ସୁଶୀଲ କୁମାର ରାଉତ, ଦଳୀୟ ଉପାଧିକାରୀ ପ୍ରବୁଦ୍ଧ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ସରପଞ୍ଚ ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମର୍ଥକ, ସହଯୋଗୀ ଏବଂ ମାତୃମଣ୍ଡଳଙ୍କ ଯୋଗଦାନ କରିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। କୋକସରା ବ୍ଲକ କଳାହାଣ୍ଡି ଉତ୍ସବ ଉଦ୍ଯାପିତ, ଉମାଙ୍କ ଗୀତରେ ଝୁମିଲେ ଦର୍ଶକ। କୋକସରା 10/1/2026 କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଗୁଡ଼ହାଣ୍ଡି ମହୋତ୍ସବ ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌସଧୀ ବାଗ, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳମଣି ଭୋଇ, କୋକସରା ବିଡିଓ ଡକ୍ଟର ହିମାଞ୍ଚଳ ମାଝୀ, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଚକ ସାହୁ, ତହସିଲଦାର ଚୋଡଗଙ୍ଗ ପ୍ରଧାନ ଉପସ୍ଥିତ ରହି ଏହା ଏକ ବ୍ଲକ ସ୍ତରୀୟ ଉତ୍ସବରେ ଗୋମମାୟା ପୀଠ, ଗୁଜିମୁଣ୍ଡା ଓ ପୁରାତନ ସାଂସ୍କୃତିକ ମଞ୍ଚ ମାଧ୍ୟମରେ ଉପସ୍ଥାପନ କରିଥିବା ବ୍ଲକ ପ୍ରଶାସନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏମିତି କଳାହାଣ୍ଡିର ଲୋକକଳା, ପରମ୍ପରା ଓ ସାଂସ୍କୃତିକ ଉଜ୍ଜୀବିତ ହୋଇ ରହିଥାଉ ବୋଲି କହିଥିଲେ।